केमती लगला आज्ञा टिके कहतु गाँ नाटा प्रथम कहतु बड़ामिसार ब्राह्मण नाड़ी हाँ ब्राह्मण नाड़ी जिला हूँ अनुगुल हाँ आज कौन किसी टिके कौन जाने को मिलला कंटी से विषय टिके कहतु आज किसी भगवान को विषय टिके जाने आज्ञा हाँ आप नाटा कौन कहतु वरुण प्रधान हाँ वरुण प्रधान वरुण प्रधान आप नाटा कहतु निराकर सरदार हाँ अभय प्रधान आचार्य प्रधान हाँ सर किसी कहतु जहाँ इच्छा आपंकर कहतु भगवान को विषय कौन एगुड़ा तुम जहाँ कह पुणी कौन कह कौन पे आए आसिले प्रभु को नाम ध्यान शुणा ସେଇଟା ତ ଅନିଲ ଆପଣ ଜ୍ଞାନ ଆତ୍ମ ଯାହା ବୋଲେ ବହୁତ ଏଇ ଜିନିଷକୁ ଭୁଲନ୍ତୁ ନାହିଁ ସକାଳେ ରାତିରେ ଶୋଇଲା ବେଳକୁ ଭଗବାନଙ୍କୁ ମନେ ପକେଇ ଶୁଅନ୍ତୁ ସବୁ ଠିକ ହେଇଯିବ ସକାଳେ ନିଶ୍ଚିତ ଭାବରେ ମନେ ପଡ଼ିବ ଭଗବାନ ରାତିରେ ସ୍ୱପ୍ନରେ ଆସିବେ ଭଗବାନ ଆପଣ ହୃଦୟ ଟିକେ ପରିଷ୍କାର ହେବା କଥା ମନ ପରିଷ୍କାର ହେବା କଥା ସ୍ୱପ୍ନେଶ୍ୱର ପ୍ରଧାନ ଆଜ୍ଞା ହଁ ସୁମନ ପ୍ରଧାନ ପଢ଼ାପଢ଼ି ଫାଷ୍ଟ ଇୟର ବିଚିତ୍ର ସାର୍ ବିନୋଦ ସାର୍ ଆଜ୍ଞା तो ना को हाँ हाँ केते क्लास पढ़ु जा हाँ हाँ वो ना कौन दे कुटा माँ करा अपन करा अच्छा हाँ केते पढ़ी जा षष्ठ श्रेणी रे पढ़ी स्वामी विवेकानंद विषय विश्व विजय विवेकानंद हाँ तो ना को ଆଜ୍ଞା ପ୍ରଥମେ ଆସିଲେ ଆପଣ ଯାହା ହଉ ହଁ ହଁ କୁହନ୍ତୁ ନା କୁହନ୍ତୁ ହଁ ହଁ ଏଇଟା କାହାଙ୍କର ଏଇଟା ଅଭିରାମ ପରମହଂସ ହଁ ବାବା ଠିକ ତେଣୁ ସ୍ୱାମୀ ବିବେକାନନ୍ଦ ମହାତ୍ମା ଗାନ୍ଧୀକୁ ଲୋକେ ଯେମିତି ଜାଣିଛନ୍ତି ସ୍ୱାମୀ ବିବେକାନନ୍ଦ ବି ସେମିତି ଜାଣିଛନ୍ତି ଆମର ଭାରତକୁ ପ୍ରଥମେ ସେ ବାହାରକୁ ବିଦେଶରେ ଭାରତରେ ଏମିତି ସବୁ ଜିନିଷ ଅଛି ବୋଲି ସେ ଚିହ୍ନେଇଛନ୍ତି ଆଉ ସେ କହିଛନ୍ତି ଯେ ଆମେ ନିଜେ ହେଉଛୁ ନିଜର ଭାଗ୍ୟ ବିଧାତା ଆମେ ଯଦି ଗୋଟେ ଶୁଭ କଳ୍ପନା ଯଦି କରିବା ଯେ ନା ମୁଁ ଭଗବାନ ଯଦି ଅଛନ୍ତି ମୁଁ ତାଙ୍କୁ ନିଶ୍ଚିତ ଭାବେ ପାଇବି ଦୃଢ଼ ସଂକଳ୍ପ ଯଦି କରିବା ନିଶ୍ଚିତ ଭାବେ ତାଙ୍କୁ ପାଇବା ଏମନ ଭାବୁଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା ତେଣୁ ଦୃଢ଼ ସଂକଳ୍ପ ଗୋଟେ ହେବା ଦରକାର ମୁଁ ମଣିଷ ଜନ୍ମ ପାଇଛି ପ୍ରଭୁଙ୍କୁ ପାଇବା ପାଇଁ ତାଙ୍କୁ ଯଦି ନ ପାଇକି ମୋର ଜନ୍ମଟା ଯଦି କଟିଗଲା ବୃଥାରେ ପଳେଇଗଲା ଆଉ ତାଙ୍କୁ ଯଦି ପାଇଗଲି ମୁଁ ଜାଣିଗଲି ତାହେଲେ ବର୍ତ୍ତମାନ କ୍ଷଣଟା ମୋର ପୁରା ସ୍ୱର୍ଗ ବୈକୁଣ୍ଠ ଠାରୁ ମଧ୍ୟ ବଡ଼ ହେଇଗଲା।